ମୁଁ ବହୁତ ଖୁସି। ମୁଁ ଏମିତି ଆକ୍ଚୁଆଲି ଯେଉଁମାନେ ଆମ ପିଲାମାନଙ୍କୁ ଗାଇଡ଼ କରିବା ପାଇଁ ଇଚ୍ଛୁକ ସେମିତି ବ୍ୟକ୍ତିମାନଙ୍କୁ ମୁଁ ଖୋଜିଥାଏ। ଆଉ ଆଜି ତାଙ୍କୁ ପାଇକି ମୁଁ ଭାଗ୍ୟବାନ ମନେ କରେ। ମୁଁ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଚାହେଁ ହୃଦୟରୁ। ସେ ବିନା ମୂଲ୍ୟରେ ତୁମ ପାଇଁ ଏତିକି ସମୟ ଦେବେ। ଏତିକି ସମୟର ମୂଲ୍ୟ ବହୁତ ବେଶୀ ହେଇଥାନ୍ତା। ଯଦି ଟଙ୍କା ଆକାରରେ ତୁମେ ତାଙ୍କୁ ସୁଝିବା ପାଇଁ ଚାହିଁବ, ସେ କେତେ ଟଙ୍କା ନେଇଥାନ୍ତେ ସାର୍ କହିଦେବେ? 4500 ଟଙ୍କା। ଶୁଣିଲ, 4500 ଟଙ୍କାର କ୍ଲାସ୍ ସେ ଦେଇଥାନ୍ତି। କିନ୍ତୁ ତମମାନଙ୍କ ପାଇଁ, ତମର ଭବିଷ୍ୟତ ପାଇଁ, ଆଉ ବିଶେଷ କରି ଆମ ଆଦିବାସୀ ପିଲା ଯେଉଁ ଗରିବ ଲୋକମାନେ ଅଛନ୍ତି ତାଙ୍କୁ କେମିତି ଆମେ ଆଗକୁ ନେଇପାରିବୁ, ଉଠେଇ ପାରିବୁ, ସେଇଟା ହେଉଛି ତାଙ୍କର ଲକ୍ଷ୍ୟ। ସେ ଥରେ କହିଥିଲେ, ଗୋଟେ କଥା ମୁଁ ମନେ ପକାଏ ଯେ ସେ ଯେତେବେଳେ କହିଥିଲେ କି ମୁଁ ବହୁତ ପଇସା କମାଏ, କିନ୍ତୁ ମୁଁ ପଇସା କାହାରିକୁ ଦିଏ ନାହିଁ, ମୁଁ ପଇସା କମାଇବା ପାଇଁ ଲୋକଙ୍କୁ ଶିଖାଏ। ଶୁଣିଲ, ଆଜି ତ କେତେ ଜଣଙ୍କୁ ପଇସା ଦେଲେ, କିନ୍ତୁ ଏ ପ୍ରକାର ଚିନ୍ତାଧାରା ତାଙ୍କର ରହିଛି, ବହୁତ ମହତ୍ ଚିନ୍ତାଧାରା। ହେଲେ ଏଇସବୁ ଶିକ୍ଷା ନିଶ୍ଚିତ ଭାବେ ତୁମମାନଙ୍କ ପାଇଁ, ତୁମ ଜୀବନ ପାଇଁ ବହୁତ ଲାଭବାନ ହେବ ବୋଲିକି ମୁଁ ଆଶା କରେ। ହେଲେ ମୁଁ ହଷ୍ଟେଲ ସଞ୍ଚାଳକ ଆକାରରେ ତାଙ୍କୁ ହୃଦୟର ସହିତ ଧନ୍ୟବାଦ ଜ୍ଞାପନ କରେ। ସମସ୍ତେ ଆଉ ଥରେ ତାଙ୍କୁ କରଦାନ